ମୋ ନାଁ ହେଉଛି ରାକେଶ କୁମାର ବାରିକ। ମୋ ବାପାଙ୍କ ନାଁ ହେଉଛି ଶ୍ରୀଯୁକ୍ତ ଛାଟିଆ ବାରିକ। ମୋ ମାଆଙ୍କ ନାଁ ହେଉଛି ଶ୍ରୀଯୁକ୍ତ ଅମିରତା ବାରିକ। ମୁଁ ଏଥର ଦଶମରେ A1 ଗ୍ରେଡ଼୍ରେ 543 ମାର୍କରେ A1 ଗ୍ରେଡ଼୍ରେ ଉତ୍ତୀର୍ଣ୍ଣ ହୋଇଛି। ଆଚ୍ଛା, କେଉଁ ବିଦ୍ୟାଳୟରେ ପାଠ ପଢ଼ୁଥିଲେ? ସାତଗାଁ ଉଚ୍ଚ ବିଦ୍ୟାଧର ବେଣାଡ଼ିଆ। ଆଚ୍ଛା, ଆପଣ ଏଇ ଯେଉଁ ସକ୍ସେସ୍ ହେବା ପଛରେ କେଉଁ ମାନଙ୍କର ହାତ ରହିଛି ବୋଲି ଆପଣ ଅନୁଭବ କରୁଛନ୍ତି? ଗୁରୁଜନମାନଙ୍କର, ବାପା ମାଆଙ୍କର ଚେଷ୍ଟା ଏବଂ ମୋର ସ୍ମାର୍ଟ ୱାର୍କ, ମୁଁ ଯେତିକି ପରିଶ୍ରମ କରିଥିଲି। ଆଉ କ'ଣ କରିବା ଆଗକୁ ବୋଲି ଭାବୁଛନ୍ତି? ମୁଁ ଆଗକୁ UPSC ଯେଉଁ ସିଭିଲ୍ ସର୍ଭିସ୍ କ୍ରାକ୍ କରିବା ପାଇଁ ଭାବୁଛି। ଆଚ୍ଛା, ଆଜି ଖନପଡ଼ାରେ ଗୋଟେ ଇଏରେ ପାଇଛନ୍ତି, କ'ଣ କାହାକୁ ଶ୍ରେୟ ଜଣେଇବେ? କେଉଁମାନେ ତୁମକୁ ସହଯୋଗ କରିଛନ୍ତି, କାହା ସହଯୋଗରେ ତୁମେ ଉତ୍ତୀର୍ଣ୍ଣ ହେଲ? ଗୁରୁଜନମାନଙ୍କ ଦ୍ୱାରା ଏବଂ ମୋର ଏଇ ସଫଳତା ପଛରେ କାହାକୁ ତୁମେ ଶ୍ରେୟ ଦେବ ବୋଲି ଭାବୁଛ? ପ୍ରଥମତଃ ମୋ ବାପା ମାଆଙ୍କୁ ଶ୍ରେୟ ଦେବାକୁ ଚାହୁଁଛି ଏବଂ ଦ୍ୱିତୀୟତଃ ହାଇସ୍କୁଲରେ ପଢ଼ୁଥିବା ସାର୍ମାନେ ଯିଏକି ଅଶୋକ ସାର୍ ଆମ ଗଣିତ ପଢ଼ୁଥିଲେ, ସେ ବହୁତ ଇଣ୍ଟରାକ୍ଟିଂ କ୍ଲାସ୍ କରନ୍ତି, ଯାହାଫଳରେ କି ସର୍ଟ ଟ୍ରିକ୍ ଦିଅନ୍ତି ଗଣିତର ଏବଂ କିଛି ଲଙ୍ଗ୍ ଟର୍ମ ମେଥଡ଼କୁ ମଧ୍ୟ ସର୍ଟ କରିଦିଅନ୍ତି। ଏବଂ ଚିନ୍ମୟ ମ୍ୟାମ୍ ଯିଏକି ସାଇନ୍ସକୁ ଭିଜୁଆଲାଇଜ୍ କରିକି ଅଧିକ ପଢ଼ାନ୍ତି। ଏବଂ ଦ୍ୱିତୀୟତଃ ହେଉଛି ମୋନାଲିସ୍ ମ୍ୟାମ୍ ହେଉଛି ଇଂଲିଶ ପଢ଼ୁଛନ୍ତି। ଏବଂ ଟ୍ୟୁସନ୍ରେ ମଧ୍ୟ ଯିଏ ଅଛନ୍ତି ଆମର ବିଭୂତି ସାର୍, ସେ ପଢ଼ୁଥିଲେ ଆମକୁ ଇଂଲିଶ ଏବଂ ଓଡ଼ିଆ। ଏବଂ ତା ସହିତ ଆମ ଗଙ୍ଗା ସାର୍ ଯିଏ ସାଇନ୍ସ ପଢ଼ୁଛନ୍ତି, ତାଙ୍କ ମଧ୍ୟ ମୋର ଶ୍ରେୟ ଦେବାକୁ ଚାହୁଁଛି। ଆଚ୍ଛା, ଆଜି ସକ୍ସେସ୍ ହେଲ, ତଳ ପିଢ଼ିକି ତମେ କ'ଣ ମେସେଜ୍ ଦେବ ଏଇ ଆମ ନ୍ୟୁଜ୍ ଚ୍ୟାନେଲ୍ ମାଧ୍ୟମରେ? ତଳ ପିଢ଼ିଙ୍କୁ ପ୍ରଥମତଃ ମୋ ଛୋଟ ପିଲାମାନଙ୍କୁ କହିବାକୁ ଚାହୁଁଛି, ଭାଇ ଭଉଣୀମାନଙ୍କୁ, ଯେ ଯେତିକି ସମୟ ପଢ଼ୁଛନ୍ତି ଏଫର୍ଟ ଦେଇ ପଢ଼ନ୍ତୁ। କାରଣ ହାର୍ଡ଼ୱାର୍କ ତ ସମସ୍ତେ ହାର୍ଡ଼ୱାର୍କ କରୁଛନ୍ତି, କିନ୍ତୁ ସ୍ମାର୍ଟ ୱାର୍କ କେହି କରୁନାହାନ୍ତି। ତେଣୁ ଯେତିକି ସମୟ ପଢ଼ୁଛନ୍ତି ସ୍ମାର୍ଟଲି ପଢ଼ନ୍ତୁ ଏବଂ ବାରମ୍ବାର ରିଭିଜନ୍ କରନ୍ତୁ। ଯେତେଥର ରିଭିଜନ୍ କରିବ ତା କ୍ଲାରିଟି ବଢ଼ିବ ସେଇ କୋଶ୍ଚିନ୍ ଉପରେ, ଆଉ ସେଇ ଥିଓରି ଉପରେ ଅଧିକ କ୍ଲାରିଟି ବଢ଼ିବ। ଯେତିକି କୋଶ୍ଚିନ୍ କରିବେ ଅଧିକ କ୍ଲାରିଟି ବଢ଼ିବ। ମନ ଦେଇ ପାଠ ପଢ଼ିବେ ମଧ୍ୟ। ଠିକ୍ ଅଛି।